2024 ମସିହା ଜାନୁଆରୀ 17 ତାରିଖରେ ଓଡ଼ିଶାର ଆରାଧ୍ୟ ଠାକୁର ଶ୍ରୀମନ୍ଦିରର ପରିକଳ୍ପିତ ପ୍ରକଳ୍ପ କାର୍ଯ୍ୟ ଲୋକାର୍ପଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପୁରୀଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି। ଏହାର ଭବ୍ୟ ଆୟୋଜନ ସକାଶେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରାଯାଇଛି। ଦେଶ ବାହାର, ଦେଶ ମଧ୍ୟରେ ଏବଂ ରାଜ୍ୟ ଭିତରର ବିଭିନ୍ନ ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟମାନଙ୍କୁ ଯୋଗଦେବା ନିମନ୍ତେ ଆମନ୍ତ୍ରଣ କରାଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଚିକିଲି ସ୍ଥିତ ଲୀଳାକ୍ଷେତ୍ର, ଚକାଠାକୁର ଏବଂ କବିସୂର୍ଯ୍ୟନଗର, ଆଠଗଡ଼ ପାଟଣା ଜଗନ୍ନାଥ ମନ୍ଦିରକୁ ପୁରୀ ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ଏବଂ ରବିନାରାୟଣ ସାମନ୍ତରାୟ, ବିଦ୍ୟାଧର ମହାସୁଆର, ବିଶ୍ୱନାଥ ସାମନ୍ତରାୟ, ଶ୍ରୀମନ୍ଦିର ସେବାୟତଗଣ, ଚିକିଲି ଚକାଠାକୁର ଗଙ୍ଗାଧର ଖୁଣ୍ଟିଆ ସଭାପତି, ରାମଚନ୍ଦ୍ର ମହାକୁଡ଼ ଉପସଭାପତିଙ୍କୁ ମନ୍ଦିର ତରଫରୁ ନିମନ୍ତ୍ରଣ କରାଯାଇଥିଲା। ସେହିପରି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପକ୍ଷରୁ ଦ୍ୱିତୀୟ ଦଳରେ ସହକାରୀ ଶ୍ରମ ନିୟୋଜନ ଅଧିକାରୀ ପୁରୀ ଜିଲ୍ଲା ବିକ୍ରମ କେଶରୀ ପ୍ରଧାନ ଏବଂ ସୋମନାଥ ପ୍ରତିହାରୀ, କଳିଯୁଗ ହରେକୃଷ୍ଣା ନାରାୟଣ ପ୍ରତିହାରୀ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ଟ୍ରଷ୍ଟି ବୋର୍ଡର ସଭାପତି ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପ୍ରଶାସନିକ ଅଧିକାରୀ ଟି.କେ. ରେଡ୍ଡି, ପୂଜକ କମିଟି ସଭାପତି ତପନ ରଣା, ପୂଜକ ବାପୁଜୀ ରଣାଙ୍କୁ ନିମନ୍ତ୍ରଣ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହା ଆଡ଼ମ୍ବର ସହକାରେ ଶଙ୍ଖ, ହୁଳହୁଳି, ଯୋଡ଼ି ଶଙ୍ଖ ସଂକୀର୍ତ୍ତନ ଦଳ ଉପସ୍ଥିତ ରହି ଶ୍ରୀମନ୍ଦିର ନିମନ୍ତ୍ରଣ ସକାଶେ ଆସିଥିବା ଦଳକୁ ସ୍ୱାଗତ କରାଯାଇଥିଲା। ପରେ ପୂଜକ ଗୋଷ୍ଠୀ ପୋଲସରା ମାରଦା ମନ୍ଦିରକୁ ନିମନ୍ତ୍ରଣ ସକାଶେ ଗ୍ରସ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମାହାନ୍ତ, ଛତ୍ରପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମପୁରରୁ ନାରାୟଣ ମହାକୁଡ଼ଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।